जी हाँ। हाय हेलो नमस्ते, वेलकम टू आवर चैनल एडू CRG। सो फ्रेंड्स, पूर्व भिडियो आम पढ़ी दास वंश विषय स्लेव डायनेस्टी को विषय पढ़ी दास वंश विषय पढ़ी दास वंशर शेष श्रेष्ठ राजा थिले बलवान। किए थिले श्रेष्ठ श्रेष्ठ राजा थिले बलवान। ବଲବନଙ୍କ ପରେ ବଲବନଙ୍କ ପରେ ମଧ୍ୟ ରାଜା ଆସିଥିଲେ, ସୁଲତାନ ହେଇଥିଲେ, କିନ୍ତୁ ସେମାନେ ଅଯୋଗ୍ୟ ଥିଲେ। ଏହାର ଫାଇଦା ନେଇଥିଲେ ଖିଲଜି ବଂଶର ରାଜାମାନେ। ଖିଲଜି ବଂଶର ପ୍ରଥମ ରାଜା ହେଲେ ଜଲାଲୁଦ୍ଦିନ ଖିଲଜି। ସୋ ଫ୍ରେଣ୍ଡସ୍, ଆଜି ଆମେ ପଢ଼ିବା ଜଲାଲୁଦ୍ଦିନ ଖିଲଜିଙ୍କ ବିଷୟରେ, ଅର୍ଥାତ୍ ଖିଲଜି ବଂଶ ଷ୍ଟାର୍ଟ ଆଜି ଆମେ କରିବା। ଜଲାଲୁଦ୍ଦିନ ଖିଲଜି 1290 ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ସିଂହାସନରେ ବସିଥିଲେ। ତାଙ୍କ ପରେ ତାଙ୍କ ପୁତୁରା ଆଲାଉଦ୍ଦିନ ଖିଲଜି ସିଂହାସନ ଆରୋହଣ କରିଥିଲେ। ଆଲାଉଦ୍ଦିନ ଖିଲଜି ଜଣେ କ୍ରୂର ଶାସକ ଥିଲେ। ସିଏ ନିଜର ସତ୍ତା ପାଇବା ପାଇଁ ଜଲାଲୁଦ୍ଦିନ ଖିଲଜିଙ୍କୁ ହତ୍ୟା କରିଥିଲେ। ଏଥିରେ ଦେଖିପାରୁଥିବେ ଜଲାଲୁଦ୍ଦିନଙ୍କ ପୁତୁରା ହେଉଛନ୍ତି ଆଲାଉଦ୍ଦିନ ଖିଲଜି। କିନ୍ତୁ ପରବର୍ତ୍ତୀ ସମୟରେ ଜଲାଲୁଦ୍ଦିନ ଖିଲଜିଙ୍କ ଝିଅକୁ ସେ ବିବାହ କରିଥିଲେ ଆଲାଉଦ୍ଦିନ ଖିଲଜି। ତାଙ୍କ କକାଙ୍କର ଝିଅକୁ ହିଁ ସେ ବିବାହ କରିଥିଲେ। ଇସଲାମ ଧର୍ମରେ ଏହା ସାଧାରଣ, କିଛି ଆଶ୍ଚର୍ଯ୍ୟ ହେବା ଏଥିରେ କଥା ନୁହଁ। ଜଲାଲୁଦ୍ଦିନ ଖିଲଜିଙ୍କର ଝିଅକୁ ସେ ଆଲାଉଦ୍ଦିନ ଖିଲଜି କ'ଣ କରିଥିଲେ? ପ୍ରେମ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ସେ 1296 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ ମଧ୍ୟ କରିଥିଲେ। ଆଲାଉଦ୍ଦିନ ଖିଲଜି, ତାହେଲେ ଆଲାଉଦ୍ଦିନ ଖିଲଜି ସେ 20 ବର୍ଷ ଶାସନ କରିଥିଲେ। କେତେ ବର୍ଷ ଶାସନ କରିଥିଲେ? 20 ବର୍ଷ ଶାସନ କରିଥିଲେ। ସେ ଦ୍ୱିତୀୟ ଆଲେକ୍ଜାଣ୍ଡର ହୋଇ ସମଗ୍ର ବିଶ୍ୱ ଜୟ କରିବାକୁ ଇଚ୍ଛା କରିଥିଲେ। ଦ୍ୱିତୀୟ ଆଲେକ୍ଜାଣ୍ଡର ହୋଇ ସମଗ୍ର ବିଶ୍ୱକୁ ଜୟ କରିବାର ଇଚ୍ଛା କରିଥିଲେ। ଯେମିତି ଆଲେକ୍ଜାଣ୍ଡର ସମଗ୍ର ବିଶ୍ୱକୁ ଜୟ କରିବାର ଇଚ୍ଛା କରିଥିଲେ, ଇଏ ମଧ୍ୟ ଦ୍ୱିତୀୟ ଆଲେକ୍ଜାଣ୍ଡର ହୋଇ ସମଗ୍ର ବିଶ୍ୱକୁ ଜୟ କରିବାକୁ ଇଚ୍ଛା କରିଥିଲେ। କିନ୍ତୁ ନା ଆଲେକ୍ଜାଣ୍ଡର ସମଗ୍ର ବିଶ୍ୱକୁ ଜୟ କରିପାରିଥିଲେ, ନା ଆଲାଉଦ୍ଦିନ ଖିଲଜି ସମଗ୍ର ବିଶ୍ୱକୁ ଜୟ କରିପାରିଥିଲେ। ଆଲେକ୍ଜାଣ୍ଡର ଅଲମୋଷ୍ଟ ସମଗ୍ର ବିଶ୍ୱକୁ ଜୟ କରିସାରିଥିଲେ, କିନ୍ତୁ ସିଏ ଯେତେବେଳେ ଭାରତକୁ ପ୍ରବେଶ କରିଥିଲେ, ଭାରତରେ ଚାଣକ୍ୟଙ୍କର କୂଟନୀତି ଏବଂ ଚନ୍ଦ୍ରଗୁପ୍ତ ମୌର୍ୟଙ୍କର ସାହସ ଓ ପରିକ୍ରମା ବଳରେ ଭାରତକୁ ପ୍ରବେଶ କରିବାକୁ ଦେଇନଥିଲେ। ସେ ତାଙ୍କର ଗୋଟେ ମନ୍ତ୍ରୀ ଥିଲେ, ଆଲ୍ଲା ଉଲ୍ ମୁଲକ ତାଙ୍କର ମନ୍ତ୍ରୀ ଥିଲେ। ସେ କଥା ଭଲ ଭାବରେ ଜାଣିଥିଲେ। ତେଣୁ ଆଲାଉଦ୍ଦିନ ଖିଲଜିଙ୍କୁ ପ୍ରଥମେ ସାରା ଭାରତ ଜୟ କରିବାକୁ ଉଦ୍ଦେଶ୍ୟ ଦେଇଥିଲେ, ପରାମର୍ଶ ଦେଇଥିଲେ। କିଏ ଦେଇଥିଲେ? ଆଲ୍ଲା ଉଲ୍ ମୁଲକ ଦେଇଥିଲେ। କାହାକୁ ପରାମର୍ଶ ଦେଇଥିଲେ? କାହାକୁ? ଆଲାଉଦ୍ଦିନ ଖିଲଜିଙ୍କୁ ସାରା ଭାରତ ଜୟ କରିବାର କ'ଣ ଦେଇଥିଲେ? ପରାମର୍ଶ ଦେଇଥିଲେ। ଆଲାଉଦ୍ଦିନ ଖିଲଜି ନିଜକୁ କ'ଣ ଭାବୁଥିଲେ? ନିଜକୁ ଈଶ୍ୱର ବୋଲି ଭାବୁଥିଲେ ଏବଂ କହୁଥିଲେ ଏହି ପୃଥିବୀରେ ଯେତେ ବି ସୁଲତାନ ମାନେ ଅଛନ୍ତି ସେମାନେ ଈଶ୍ୱରଙ୍କର ସ୍ୱରୂପ ବୋଲି ସେ କହୁଥିଲେ। ସେ ଉତ୍ତର ଭାରତକୁ ସେ ଜୟ କରିନେଇଥିଲେ। ଉତ୍ତର ଭାରତକୁ ଅଲମୋଷ୍ଟ ଜୟ କରିଥିଲେ। ମେୱାର ଆକ୍ରମଣ କରିଥିଲେ। କାହା ପାଇଁ? ନା ମେୱାର ଆକ୍ରମଣ କରିଥିଲେ ରାଣୀ ପଦ୍ମାବତୀଙ୍କ ପାଇଁ। ରାଣୀ ପଦ୍ମାବତୀ ବହୁତ ସୁନ୍ଦର ଥିଲେ। ତାଙ୍କ ସୁନ୍ଦରତାରେ ଆକୃଷ୍ଟ ହୋଇ ସେ ମେୱାର ଆକ୍ରମଣ କରିଥିଲେ। ମେୱାରକୁ ଜୟ କଲେ ସତ, କିନ୍ତୁ ରାଣୀ ପଦ୍ମାବତୀଙ୍କୁ ସେ ପାଇପାରିଲେ ନାହିଁ। ରାଣୀ ପଦ୍ମାବତୀ ଏବଂ ଅନେକ ରାଜକନ୍ୟା ସେମାନେ କ'ଣ କରିଥିଲେ? ନା ଜହର ବ୍ରତ ପାଳନ କରିକି ନିଆଁରେ ଝାସ ଦେଇଦେଇଥିଲେ। ଅର୍ଥାତ୍ ଅଗ୍ନିରେ ସେ କ'ଣ କରିଥିଲେ? ନିଜକୁ ସମର୍ପିତ କରି ନିଜର ପ୍ରାଣ ଦେଇଦେଇଥିଲେ। ଉତ୍ତର ଭାରତକୁ ଜୟ କଲା ପରେ ଆଲାଉଦ୍ଦିନ ଖିଲଜି କ'ଣ କଲେ? ନା ଦକ୍ଷିଣ ଭାରତକୁ ଜୟ କରିବା ପାଇଁ ଇଚ୍ଛା କଲେ। ଦକ୍ଷିଣ ଭାରତକୁ ନିଜେ ଜୟ କରିବା ପାଇଁ ଯାଇନଥିଲେ, ସେ ତାଙ୍କର ସେନାପତି ମଲ୍ଲିକ କାଫୁରଙ୍କୁ ପଠାଇଥିଲେ। ମଲ୍ଲିକ କାଫୁର ଗୋଟେ ଦାସ ଥିଲେ। ଆଲାଉଦ୍ଦିନ ଖିଲଜି ତାଙ୍କୁ ନିଲାମ କରିକି ଆଣିଥିଲେ। ଦାସ ରୂପରେ ଆଗରୁ ସେହି ସମୟରେ କ'ଣ ହେଉଥିଲା? ଦାସ ନିଲାମ ମଧ୍ୟ ହେଉଥିଲା। ନିଲାମ କରି ତାଙ୍କୁ ଆଣିଥିଲେ। ଯଦି ପଦ୍ମାବତୀ ମୁଭି ଦେଖିଥିବେ, ତାହେଲେ ମଲ୍ଲିକ କାଫୁର ଓ ଆଲାଉଦ୍ଦିନ ଖିଲଜିଙ୍କର ସମ୍ପର୍କ ବିଷୟରେ ଆପଣମାନେ ଭଲ ଭାବରେ ଜାଣିଥିବେ। ଆଲାଉଦ୍ଦିନ ଖିଲଜିଙ୍କର ବହୁତ ପ୍ରିୟ ଥିଲେ କିଏ? ମଲ୍ଲିକ କାଫୁର ବହୁତ ପ୍ରିୟ ଥିଲେ। ତାଙ୍କୁ ବହୁତ ବିଶ୍ୱାସ କରୁଥିଲେ ଏବଂ ସେ ମଧ୍ୟ ଯଜ୍ଞ ମଧ୍ୟ ଥିଲେ। ତେଣୁ ଦକ୍ଷିଣ ଭାରତକୁ ଜୟ କରିବା ପାଇଁ ତାଙ୍କୁ ପଠାଯାଇଥିଲା।
ଆଲାଉଦ୍ଦିନ ଖିଲଜି ଜଣେ କଟ୍ଟର ମୁସଲମାନ ଥିଲେ। କଟ୍ଟର ମୁସଲମାନ ମାନେ ସେ ମୁସଲମାନଙ୍କୁ ହିଁ ସେ ମାନୁଥିଲେ, ଇସଲାମ ଧର୍ମକୁ ହିଁ ସେ ମାନୁଥିଲେ। ଇସଲାମ ରକ୍ଷକର ପଦବୀ ତେଣୁକରି ତାଙ୍କୁ ଦିଆଯାଇଥିଲା। ଆଲାଉଦ୍ଦିନ ଖିଲଜିଙ୍କୁ ଇସଲାମ ଧର୍ମ ରକ୍ଷକର ପଦବୀ ଦିଆଯାଇଥିଲା। କାହାକୁ ଦିଆଯାଇଥିଲା ନା କ'ଣ ଦିଆଯାଇଥିଲା ନା ଇସାଇ ଧର୍ମ ଅଥବା ଇସାଇ ଧର୍ମ ରକ୍ଷକର ପଦବୀ କାହାକୁ ଦିଆଯାଇଥିଲା? ଆଲାଉଦ୍ଦିନ ଖିଲଜିଙ୍କୁ ଦିଆଯାଇଥିଲା। ଆଲାଉଦ୍ଦିନ ଖିଲଜିଙ୍କ ପରେ ତାଙ୍କର ଯେତେ ବି ସୁଲତାନ ଆସିଥିଲେ, ତାଙ୍କ ବଂଶ ପରେ ଯେତେ ବି ସୁଲତାନ ଆସିଥିଲେ, ସେମାନେ ଏତେ କିଛି କରିପାରିନଥିଲେ। ସେମାନେ ଅଯୋଗ୍ୟ ଥିଲେ। ଖିଲଜି ବଂଶର ଶେଷ ସୁଲତାନ କୁତୁବୁଦ୍ଦିନ ମୁବାରକ ଶାହ ଥିଲେ। କୁତୁବୁଦ୍ଦିନ ମୁବାରକ ଶାହଙ୍କର ମୃତ୍ୟୁ ହେଇଥିଲା 1320 ମସିହାରେ ତାଙ୍କର ମୃତ୍ୟୁ ହେଇଥିଲା। ତାଙ୍କ ପରେ ନାସିରୁଦ୍ଦିନ ଖୁସରୁ ଶାହ ଦିଲ୍ଲୀର ସିଂହାସନରେ ବସିଥିଲେ କିନ୍ତୁ ତାଙ୍କୁ ତୁର୍କ ଆଫଗାନମାନେ ପସନ୍ଦ କରୁନଥିଲେ, ତେଣୁ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କୁ ହତ୍ୟା କରାଗଲା ପରେ ତାଙ୍କ ସ୍ଥାନରେ ଗିୟାସୁଦ୍ଦିନ ତୁଗଲକଙ୍କୁ ସୁଲତାନ କରାଗଲା। ଗିୟାସୁଦ୍ଦିନ ତୁଗଲକ ଇଏ ହେଉଛି ତୁଗଲକ ବଂଶର ପ୍ରତିଷ୍ଠାତା। ତୁଗଲକ ବଂଶର ପ୍ରଥମ ସୁଲତାନ ହେଉଛନ୍ତି ଗିୟାସୁଦ୍ଦିନ ତୁଗଲକ। ଗିୟାସୁଦ୍ଦିନ ତୁଗଲକ ଶାସନ କରିଥିଲେ। ତାହେଲେ ଏବେ ପଢ଼ିବା ତୁଗଲକ ବଂଶଙ୍କ ବିଷୟରେ। 1325 ଖ୍ରୀଷ୍ଟାବ୍ଦରୁ ଆରମ୍ଭ କରିକି 1351 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେମାନେ ଦିଲ୍ଲୀରେ ଶାସନ କରିଥିଲେ। ତାହେଲେ ଗିୟାସୁଦ୍ଦିନ ଏଥିରେ ବଲବନ ହେଇଯାଇଛି ଗିୟାସୁଦ୍ଦିନ ତୁଗଲକ ହେବ। ଗିୟାସୁଦ୍ଦିନ ତୁଗଲକଙ୍କ ମୃତ୍ୟୁ ପରେ ତାଙ୍କର ପୁଅ ଜୁନା ଖାଁ, ତାଙ୍କର ପୁଅ କିଏ? ଜୁନା ଖାଁ ମହମ୍ମଦ ବିନ୍ ତୁଗଲକ, ତାଙ୍କର ପୁରା ନାଁ ହେଉଛି ଜୁନା ଖାଁ ମହମ୍ମଦ ବିନ୍ ତୁଗଲକ ସୁଲତାନ ହେଇଥିଲେ। ଇଏ ଜଣେ ଆଡ଼ବାୟା ଶାସକ। ଆଡ଼ବାୟା କ'ଣ ପାଇଁ ନାଁ ଦିଆଯାଇଛି ନେକ୍ସଟ ଆମେ ବୁଝିବା, କ'ଣ ପାଇଁ ତାଙ୍କୁ ଆଡ଼ବାୟା ବୋଲିକରି କୁହାଯାଇଛି। ମହମ୍ମଦ ବିନ୍ ତୁଗଲକ 26 ବର୍ଷ ଶାସନ କରିଥିଲେ। କେତେ ବର୍ଷ ଶାସନ କରିଥିଲେ? 26 ବର୍ଷ ଶାସନ କରିଥିଲେ। ତାଙ୍କ ସମୟରେ ଉତ୍ତର ଆଫ୍ରିକାର ପରିବ୍ରାଜକ ଇବନ ବତୁତା ଶାସନ ବ୍ୟବସ୍ଥା ବିଷୟରେ ବିବରଣ ଲେଖିଥିଲେ। କାହା ଶାସନ ବ୍ୟବସ୍ଥା ବିଷୟରେ ବିବରଣ ଲେଖିଥିଲେ? ମହମ୍ମଦ ବିନ୍ ତୁଗଲକଙ୍କ ଶାସନ ବ୍ୟବସ୍ଥା ବିଷୟରେ ସେ ବିବରଣୀ ଲେଖିଥିଲେ। ମହମ୍ମଦ ବିନ୍ ତୁଗଲକ ଜଣେ ପ୍ରଜାମଙ୍ଗଳକାରୀ ରାଜା ଥିଲେ ସତ, କିନ୍ତୁ ତାଙ୍କର ଯୋଜନା ଗୁଡ଼ିକ ଗୋଟେ ହେଲେ ମାତ୍ର କ'ଣ ହେଇନଥିଲା? ସଫଳ ହେଇନଥିଲା। ସବୁଗୁଡ଼ା ବିଫଳ ହେଇଥିଲା। ବିଫଳ ହେବାର କାରଣ କ'ଣ? ବିଫଳ ହେବାର ଦୁଇଟି କାରଣ ଥିଲା। ତାଙ୍କ ପାଖରେ ଧୈର୍ଯ୍ୟ ଶକ୍ତି ନଥିଲା ଓ ତାଙ୍କର ଦୂରଦୃଷ୍ଟି ନଥିଲା। ସେ ଆଗ କଥା ସେ ଚିନ୍ତା କରିପାରୁନଥିଲେ। ପ୍ରେଜେଣ୍ଟରେ ଯାହା ହେବା କଥା ହେଉଥିଲା, କିନ୍ତୁ ସେ ନେକ୍ସଟ ଯେଉଁ ଡିସିସନ୍ ସେ ନେଇଥିଲେ ଆଗକୁ କ'ଣ ହେବ ସେ ବିଷୟରେ ସେ ଚିନ୍ତା କରିପାରୁନଥିଲେ, ଯାହାଫଳରେ ତାଙ୍କର ଯୋଜନା ଗୁଡ଼ିକ କ'ଣ ହେଉଥିଲା ନା ବିଫଳ ହେଇଯାଉଥିଲା। ତାଙ୍କର ଯୋଜନା ଗୁଡ଼ିକ ମଧ୍ୟରେ 3ଟି ଯୋଜନା ବହୁତ ଇମ୍ପୋର୍ଟାଣ୍ଟ। ଯେଉଁ ଯୋଜନା ଗୁଡ଼ିକ ବିଫଳ ହେଇଯାଇଥିଲା ସେହି ଯୋଜନା ଗୁଡ଼ିକ ମଧ୍ୟରେ ପ୍ରଥମ ହେଉଛି ଦୋଆବ ଅଞ୍ଚଳରେ କର ବୃଦ୍ଧି। ଦୋଆବ ଅଞ୍ଚଳ କାହାକୁ କୁହାଯାଏ ନା ଗଙ୍ଗା ଏବଂ ଯମୁନା ନଦୀ ମଧ୍ୟ ଅଞ୍ଚଳଟାକୁ କ'ଣ କୁହାଯାଏ ନା ଦୋଆବ ଅଞ୍ଚଳ ବୋଲିକି କୁହାଯାଏ। ଏହି ଦୋଆବ ଅଞ୍ଚଳଟି ବହୁତ ଉର୍ବର। ଏଇଥିରେ ଧନୀ କୃଷକମାନେ ଚାଷ କରୁଥିଲେ। ଧନୀ ଶ୍ରେଣୀର କୃଷକମାନେ ଏଥିରେ ବସବାସ କରୁଥିଲେ। ତାଙ୍କ ଏରିଆରେ କ'ଣ କରିଦେଇଥିଲେ ନା ସେ କର ବୃଦ୍ଧି କରିଦେଇଥିଲେ। କର ବୃଦ୍ଧି ଯେଉଁ ସମୟରେ କରିଥିଲେ ସେହି ସମୟରେ କ'ଣ ହେଇଥିଲା ନା ମରୁଡ଼ି ପଡ଼ିଯାଇଥିଲା। କ'ଣ ପଡ଼ିଯାଇଥିଲା? ମରୁଡ଼ି ପଡ଼ିଥିଲା, ଯାହାଫଳରେ ଉଚ୍ଚ କର ସେମାନେ ଦେଇପାରିଲେ ନାହିଁ। ଦେଇ ନ ପାରିବାରୁ କିଛି କୃଷକ ଜଙ୍ଗଲକୁ କ'ଣ କରିଥିଲେ? ପଳାୟନ କରିଥିଲେ। କିନ୍ତୁ ଯେଉଁ ଅଧିକାରୀମାନେ ଥିଲେ ରାଜସ୍ୱ ଆଦାୟ କରୁଥିଲେ, କର ଆଦାୟ କରୁଥିଲେ, ସେହି ଅଧିକାରୀମାନେ ସେହି ଲୋକମାନଙ୍କୁ କ'ଣ କଲେ? ଜଙ୍ଗଲରୁ ଗଡ଼ାଇ ତାଙ୍କୁ ଧରି କିଛି ଲୋକଙ୍କୁ କ'ଣ କରିଦେଲେ? ମାରି ଦେଇଥିଲେ। ମୃତ୍ୟୁଦଣ୍ଡ ଦେଇଥିଲେ। କ'ଣ ଦେଇଥିଲେ? ମୃତ୍ୟୁଦଣ୍ଡ ଦେଇଥିଲେ। କିଛି ସମୟ ପରେ ମହମ୍ମଦ ବିନ୍ ତୁଗଲକ ସେ ହୃଦୟଙ୍ଗମ କଲେ ଯେ ସତରେ ସେହି ଜାଗାରେ କ'ଣ ହେଇଛି ନା ମରୁଡ଼ି ହେଇଛି। ତାପରେ ତାଙ୍କର ଯେଉଁ ଯୋଜନା ଥିଲା ସେ ଯୋଜନାଟାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ, କର ହଟେଇ ଦେଇଥିଲେ ଓ କୂଅ ମଧ୍ୟ ଖନନ କରିଥିଲେ ଚାଷ କରିବା ପାଇଁ। କିନ୍ତୁ ଏହି ଯେଉଁ ସେ ଯୋଜନା କଲେ, ପରବର୍ତ୍ତୀ ସମୟରେ ଯେଉଁ ଯୋଜନା କଲେ ସେଇଟା ବହୁତ ଲେଟ୍ ହେଇଯାଇଥିଲା, ତେଣୁକରି ଏହାର ସଫଳତା କିଛି ପାଇପାରିଲେ ନାହିଁ। ନେକ୍ସଟ ତାଙ୍କର ଯୋଜନା ଗୋଟେ ଥିଲା ରାଜଧାନୀ ପରିବର୍ତ୍ତନ। ରାଜଧାନୀ ପରିବର୍ତ୍ତନ କ'ଣ କରିଥିଲେ? ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ପରିବର୍ତ୍ତନ କରିଥିଲେ। ଯେତେବେଳେ ଏହା କ'ଣ ପାଇଁ
ସଫଳ ହେଇନଥିଲା। କ'ଣ ପାଇଁ ନା ଦିଲ୍ଲୀରୁ ଯେତେବେଳେ ଦୌଲତାବାଦ ରାଜଧାନୀ ପରିବର୍ତ୍ତନ କଲେ, ସେହି ସମୟରେ ଅନେକ ବୃଦ୍ଧ ମହିଳାମାନେ ଥିଲେ, ଛୋଟ ପିଲାମାନେ ଥିଲେ, ଯେଉଁମାନେ କି ରାସ୍ତାରେ ହିଁ ତାଙ୍କର ମୃତ୍ୟୁବରଣ ହେଇଯାଇଥିଲା। ଓ ଦୌଲତାବାଦ ଦିଲ୍ଲୀଠାରୁ ବହୁତ ଦୂରରେ ଥିଲା ଏବଂ ତାଙ୍କର ଯେଉଁ ପରିବେଶ ଥିଲା, ଦୌଲତାବାଦର ଯେଉଁ ପରିବେଶ ଥିଲା, ଜଳବାୟୁ ଥିଲା, ସେହି ପରିବେଶରେ ଦିଲ୍ଲୀର ଲୋକମାନେ ରହିପାରିଲେ ନାହିଁ ଓ କିଛି ମୃତ୍ୟୁ ମୁଖରେ ପଡ଼ିଥିଲେ। ଏବଂ ଦୌଲତାବାଦରେ ତାଙ୍କର ରାଜଧାନୀ ପରିବର୍ତ୍ତନ କଲା ପରେ ଦିଲ୍ଲୀର ଯେଉଁ ଏରିଆ ଗୁଡ଼ା ଥିଲା, ଉତ୍ତର ଭାରତର ଯେଉଁ ଏରିଆ ତାଙ୍କ ଅଧୀନରେ ଥିଲା, ସେ ଅଧୀନର କ୍ଷମତା ଧୀରେ ଧୀରେ ଚାଲିବାରେ ଲାଗିଲା। ତେଣୁକରି ସେ ପୁଣି ଥରେ ଡିସାଇଡ଼୍ କଲେ ଦୌଲତାବାଦରୁ ପୁଣି ଆଉ ଥରେ କ'ଣ କରିବେ ନା ଦିଲ୍ଲୀକୁ ତାଙ୍କର ରାଜଧାନୀ ପରିବର୍ତ୍ତନ କରିବେ ବୋଲିକି ପୁଣି ଥରେ ଡିସିସନ୍ ତାଙ୍କର ନେଇଥିଲେ। ଏଥିରେ ପୁଣି ଲୋକମାନେ ହଇରାଣ ହେଲେ, ଲୋକମାନେ ମୃତ୍ୟୁ ମୁଖରେ ପଡ଼ିଲେ। ତେଣୁକରି ଏହି ଯେଉଁ ଡିସିସନ୍ ଥିଲା, ରାଜଧାନୀ ପରିବର୍ତ୍ତନ ତାଙ୍କର ଯେଉଁ ଯୋଜନା ଥିଲା, ଇଏ ମଧ୍ୟ ବିଫଳ ହେଲା। ନେକ୍ସଟ ତାଙ୍କର ଗୋଟେ ଯୋଜନା ଥିଲା ତମ୍ବା ମୁଦ୍ରା ପ୍ରଚଳନ। ଏଇଟା ସବୁଠୁ ବେକାର ଯୋଜନା ତାଙ୍କର ଥିଲା, ତମ୍ବା ମୁଦ୍ରା ପ୍ରଚଳନ। ତାଙ୍କ ରାଜକୋଷକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେ କ'ଣ କଲେ ନା ତମ୍ବା ମୁଦ୍ରା ପ୍ରଚଳନ କଲେ। ସେ ଡିକ୍ଲାର କଲେ ଯେ ତମ୍ବା ମୁଦ୍ରା, ପ୍ରଜାମାନଙ୍କୁ ଡିକ୍ଲାର କଲେ ଯେ ପ୍ରଜାମାନେ ଯଦି ଆଣିକି ମୋତେ ତମ୍ବା ମୁଦ୍ରା ଦେବେ, ତାହେଲେ ରାଜକୋଷରୁ ସେମାନଙ୍କୁ କ'ଣ ଦିଆଯିବ ନା ସୁନା ଏବଂ ରୂପା ଦିଆଯିବ। ସୁନା ରୂପା ମୁଦ୍ରା ସେମାନଙ୍କୁ ଦିଆଯିବ। ତ ଏହାର ଫାଇଦା ନେଇକି ପ୍ରଜାମାନେ କ'ଣ କଲେ ନା ତମ୍ବା ମୁଦ୍ରା ତିଆରି କରିକି ରାଜକୋଷରୁ ସୁନା ଓ ରୂପାକୁ ନେଇଗଲେ, ଯାହାଫଳରେ ରାଜକୋଷରେ ସମ୍ପତ୍ତି କମିଗଲା। ରାଜକୋଷ କ'ଣ ହେଇଗଲା ନା ଶୂନ୍ୟ ହେଇଯାଇଥିଲା। ବୁଝିଗଲା? ଏହା ଥିଲା ତୁଗଲକ ବଂଶ, ମହମ୍ମଦ ବିନ୍ ତୁଗଲକଙ୍କ ପରେ ତଗଲକ ବଂଶ ପରେ ଭାରତରେ ସୟଦ ବଂଶ, ଲୋଧି ବଂଶ ଶାସନ କରିଥିଲେ। ଲୋଧି ବଂଶର ରାଜାମାନଙ୍କ ଉପରେ ଆଫଗାନ ମାନେ ଖୁସି ନଥିବାରୁ ଏମାନେ କାବୁଲ ରାଜା ବାବରଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ଇବ୍ରାହିମ ଲୋଧି ହେଉଛି ଲୋଧି ବଂଶର ଶେଷ ରାଜା ଥିଲେ, ଯାହାକୁ କି ବାବର ପରାସ୍ତ କରିଥିଲେ ଏବଂ ଦିଲ୍ଲୀରେ ମୋଗଲ ବଂଶର ଶାସନ ଆରମ୍ଭ ହୋଇଥିଲା। ଆମେ ପରବର୍ତ୍ତୀ ନେକ୍ସଟ ଅଧ୍ୟାୟରେ ଆମେ କ'ଣ ପଢ଼ିବା ନା ମୋଗଲ ବଂଶ ବିଷୟରେ ପଢ଼ିବା। ଏହା ଥିଲା ଦିଲ୍ଲୀରେ ସୁଲତାନି ଶାସନ, କିନ୍ତୁ ଏହା ପରେ ମଧ୍ୟ ବହୁତ କିଛି ଇମ୍ପୋର୍ଟାଣ୍ଟ ଟପିକ୍ ରହିଛି। କେଉଁ ରାଜା କ'ଣ ନିର୍ମାଣ କରିଛନ୍ତି, କେଉଁ ମସଜିଦ୍ ନିର୍ମାଣ କରିଛନ୍ତି, କେଉଁ ମିନାର ନିର୍ମାଣ କରିଛନ୍ତି, କେଉଁ ନଗର ନିର୍ମାଣ କରିଛନ୍ତି, କେଉଁଠି ରାଜଧାନୀ ନିର୍ମାଣ କରିଛନ୍ତି, ତ କେଉଁଠି ସହର ନିର୍ମାଣ କରିଛନ୍ତି, ସେ ବିଷୟରେ ଡିଟେଲ୍ ନେକ୍ସଟ ଭିଡ଼ିଓରେ ମୁଁ ଡିସ୍କସନ୍ କରିବି। ତାହେଲେ ଆଜି ପାଇଁ ଏତିକି ଥିଲା। ଏବେ କ'ଣ କରିବା ନା କିଛି କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କରିନେବା, ଯେଉଁଗୁଡ଼ାକି ପ୍ରିଭିୟସ୍ ଇୟର୍ରେ କ୍ୱେଶ୍ଚନ୍ ପଚରାଯାଇଛି। ପ୍ରିଭିୟସ୍ ଦୁଇଟି କ୍ଲାସ୍ରେ, ଦୁଇଟି ଭିଡ଼ିଓରେ ଯେଉଁ ମୁଁ ପଢ଼େଇଛି, ସେଥିରୁ କେଉଁ କ୍ୱେଶ୍ଚନ୍ ଆସିଛି ସେ ବିଷୟରେ ଆମେ ଡିସ୍କସନ୍ କରିବା। 2013 ଆଉ 2018ରେ କେଉଁ କ୍ୱେଶ୍ଚନ୍ ଆସିଛି ଦେଖ। ପରିବ୍ରାଜକ ଇବନ ବତୁତା କେଉଁ ଦେଶରୁ ଆସିଥିଲେ? ଇବନ ବତୁତା, ଟିକେ ଆଗରୁ ଆମେ এই ବିଷୟରେ ଆମେ ପଢ଼ିଲେ, ଇବନ ବତୁତାଙ୍କ ବିଷୟରେ ପଢ଼ିଲେ ଯେ କେଉଁ ସମୟରେ ଆସିଥିଲେ ନା ମହମ୍ମଦ ବିନ୍ ତୁଗଲକଙ୍କ ବିଷୟରେ ଆସିଥିଲେ। ଇବନ ବତୁତା କେଉଁଥିରୁ ଆସିଥିଲେ? ଆଫ୍ରିକାରୁ ଆସିଥିଲେ, ଉତ୍ତର ଆଫ୍ରିକାରୁ ଆସିଥିଲେ। ଇବନ ବତୁତାଙ୍କର ଶାସନ ବ୍ୟବସ୍ଥା ବିଷୟରେ ସେ ବିବରଣୀ ଲେଖିଥିଲେ। ତାହେଲେ ୟାର ଆନ୍ସର୍ କ'ଣ ହେଇଯିବ ନା ଆଫ୍ରିକା। କ'ଣ ହେଇଯିବ? ଆଫ୍ରିକା। ଏବେ କାଲି ଆମେ ପଢ଼ିଥିଲେ, ପୂର୍ବ ଭିଡ଼ିଓରେ ଆମେ ପଢ଼ିଥିଲେ ଚିହାଲଗାନି ବିଷୟରେ ପଢ଼ିଥିଲେ। ଚିହାଲଗାନି କିଏ ପ୍ରସ୍ତୁତ କରିଥିଲେ ନା ଇଲତୁତମିଶ ପ୍ରସ୍ତୁତ କରିଥିଲେ। ଇଲତୁତମିଶ ହେଉଛନ୍ତି ଦାସ ବଂଶର ଦ୍ୱିତୀୟ ସୁଲତାନ ଥିଲେ ଇଲତୁତମିଶ। ସେ 40ଟି କ୍ରୀତଦାସଙ୍କୁ ନେଇକି ଚିହାଲଗାନି ସେ ପ୍ରସ୍ତୁତ କରିଥିଲେ। ଆଉ ସେଇ 40ଟି କ'ଣ କ୍ରୀତଦାସଙ୍କ ମଧ୍ୟରେ ବଲବନ ଜଣେ ଥିଲେ। ସେ ବଲବନ ଇଏ କ'ଣ ଥିଲେ ନା ବହୁତ କ'ଣ ଥିଲେ? ପ୍ରଭାବଶାଳୀ ଥିଲେ। ତାଙ୍କର ସେ ବିଦ୍ୱାନ ଥିଲେ। ସେ କ'ଣ କଲେ ନା ରଜିଆଙ୍କ ପରେ ଦାସ ବଂଶରେ ଆଉ ଯୋଗ୍ୟ ଶାସକ ନଥିଲେ। ତେଣୁକରି ବଲବନକୁ କ'ଣ କରି ଦିଆଯାଇଥିଲା ନା ସୁଲତାନ କରି ଦିଆଯାଇଥିଲା। ସେ ସୁଲତାନ ହେଲା ପରେ ସେ ଚିହାଲଗାନିକୁ କ'ଣ କରିଦେଇଥିଲେ? ଧ୍ୱଂସ କରିଦେଇଥିଲେ। ଚିହାଲଗାନିକୁ କ'ଣ କରିଦେଇଥିଲେ? ଧ୍ୱଂସ କରିଦେଇଥିଲେ। ତାହେଲେ ୟାର ଆନ୍ସର୍ କ'ଣ ହେବ? ଚିହାଲଗାନିକୁ କିଏ ଧ୍ୱଂସ କରିଥିଲେ? ବଲବନ ଧ୍ୱଂସ କରିଥିଲେ। ନେକ୍ସଟ କ୍ୱେଶ୍ଚନକୁ ଦେଖ, ଏଇଟା କେଉଁଥିରେ ଆସିଛି? OTT 2017ରେ ଏହି କ୍ୱେଶ୍ଚନ୍ ଆସିଛି, ୟାକୁ ଧ୍ୟାନ ଦେବ। ତାପରେ ନେକ୍ସଟ କ୍ୱେଶ୍ଚନ୍ ହେଉଛି ମହମ୍ମଦ ବିନ୍ ତୁଗଲକ ଦିଲ୍ଲୀରୁ ଦୌଲତାବାଦକୁ ଉଠାଇ ନେଇଥିଲେ। ନିମ୍ନୋକ୍ତ ମଧ୍ୟରୁ ଦୌଲତାବାଦର ଆଧୁନିକ ନାଁ କ'ଣ? ଏଥିରେ ଆଧୁନିକ ନାଁ ପଚାରିଛି। ଆମେ ତ ଜାଣିଥିଲେ ଦିଲ୍ଲୀରୁ ଦୌଲତାବାଦକୁ ସିଏ କ'ଣ କରିଦେଇଛି? ସ୍ଥାନାନ୍ତରିତ କରିଥିଲେ, ରାଜଧାନୀ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ କ୍ୱେଶ୍ଚନ୍ ପଚାରିଛି କ'ଣ? ଦୌଲତାବାଦର ଆଧୁନିକ ନାଁ କ'ଣ? ଇଏ ହେଉଛି OTT 2012ରେ କ୍ୱେଶ୍ଚନ୍ ଦିଆଯାଇଛି। 2012ରେ କ୍ୱେଶ୍ଚନ୍ ଆସିଥିଲା। ତାହେଲେ ହାଇଦ୍ରାବାଦ ହେବ କି ଔରଙ୍ଗାବାଦ ହେବ, ଫିରୋଜାବାଦ ହେବ କି ଅହମ୍ମଦାବାଦ ହେବ? ଏହି କ୍ୱେଶ୍ଚନ୍ର ଆନ୍ସର୍
ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚିତ ରୂପେ ଜଣାନ୍ତୁ। ତାହେଲେ ଏହା ଥିଲା ତୁଗଲକ କ'ଣ ଖିଲଜି ଏବଂ ତୁଗଲକ ବଂଶ ବିଷୟରେ ଥିଲା। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ସବସ୍କ୍ରାଇବ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଏବଂ ସେୟାର କରିବେ ଓ ବେଲ୍ ଆଇକନ୍ଟିକୁ ଦବାଇ ଦେବେ। ଧନ୍ୟବାଦ।